ଭୁଲ ନିଷ୍ପତ୍ତି, ଲୋଭ ଆଉ ନିଜ ସୁନ୍ଦରତାର ଫାଇଦା ଉଠାଇବାକୁ ଯାଇ ବେଳେବେଳେ ସବୁକିଛି ସରିଯାଏ। ସେମିତି ଏକ ଘଟଣା ଏହି ଅନିତା ସହ ଘଟିଥିଲା। ହସ ଖୁସିରେ ପରିବାରରେ ସ୍ୱାମୀ ଆଉ ପୁଅ ସହ ରହୁଥିବା ଅନିତା ନିଜେ ରୋଜଗାର କରି ଘରର ଆର୍ଥିକ ସ୍ଥିତିକୁ ସୁଧାରିବାକୁ ଅଣ୍ଟା ଭିଡ଼ିଥିଲା। ଅନିତା ସ୍ୱାମୀକୁ ଏକ ଅଟୋ କିଣିବାକୁ କହିଥିଲା। ସ୍ୱାମୀ ବି ଅନିତା କଥାରେ ରାଜି ହୋଇଯାଇଥିଲା। ହେଲେ ସେହି ଅଟୋ ପାଇଁ ଯେ ପୁରା ପରିବାର ଛାରଖାର ହୋଇଯିବ ସେ କେବେ ସ୍ୱପ୍ନରେ ବି ଭାବିନଥିଲା। ଅନିତାର ସେ ଅଟୋ ଯାତ୍ରୀ ବୋହିବା ପାଇଁ ନଥିଲା, ବରଂ ପ୍ରେମ କରିବାର ଏକ ସୁରକ୍ଷିତ ଚଲତା ଫିରତା ବାହନ ହୋଇଯାଇଥିଲା। ସେହି ଅଟୋରେ ଏହି ସୁନ୍ଦରୀ ଯୁବତୀ ଅନିତା ଯୁବକମାନଙ୍କୁ ପ୍ରେମ ଜାଲରେ ଫସେଇ ମୋଟା ଅଙ୍କର ଅର୍ଥ ରୋଜଗାର କରୁଥିଲା। ଆଉ ସେ ଖୁବ୍ ଶୀଘ୍ର କୋଟିପତି ହୋଇଯିବ ବୋଲି ଭାବୁଥିଲା। କିନ୍ତୁ ସେହି ଲୋଭ ଦିନେ ତାକୁ ମୃତ୍ୟୁ ମୁଖକୁ ଟାଣି ନେଇଥିଲା। ଏ କାହାଣୀ ହୁଏତ ସେହି ସ୍ୱାମୀମାନଙ୍କୁ ଟିକେ କଷ୍ଟ ଦେବ ଯେଉଁ ସ୍ୱାମୀମାନେ ସ୍ତ୍ରୀମାନଙ୍କୁ ରୋଜଗାର କରିବାକୁ ତାଙ୍କର ସବୁ ଆଶାକୁ ପୂରଣ କରନ୍ତି। ହେଲେ ଏ କାହାଣୀ ଶୁଣିଲେ ଆପଣ ବି କହିବେ, ସତରେ ଗୋଟେ ସ୍ତ୍ରୀ କ'ଣ ଏତେ ତଳକୁ ଖସି ଯାଇପାରେ? ହଁ ଆଜ୍ଞା, ଘରର ଆର୍ଥିକ ପରିସ୍ଥିତି ସୁଧାରିବାକୁ ଅନିତା ଅଣ୍ଟା ଭିଡ଼ିଥିଲା। ସ୍ୱାମୀକୁ ଗୋଟେ ଅଟୋ କିଣିଦେବାକୁ ଅନୁରୋଧ କଲା। ସ୍ୱାମୀ ବି ସ୍ତ୍ରୀ ଅନିତା ପାଇଁ ଅଟୋ କିଣିଦେଲା। ଅନିତା ସବୁଦିନ ଅଟୋ ନେଇ ବାହାରି ଯାଉଥିଲା। ରାସ୍ତାରେ ଯାତ୍ରୀମାନଙ୍କୁ ନେଇ ତାଙ୍କ ଗନ୍ତବ୍ୟ ସ୍ଥଳରେ ଛାଡ଼ୁଥିଲା। କିନ୍ତୁ ୟାରି ଭିତରେ ଅନିତା ଯୁବକମାନଙ୍କୁ ପ୍ରେମ ଜାଲରେ ଫସେଇବା ଆରମ୍ଭ କରିଦେଇଥିଲା। ଆଉ ତାଙ୍କଠୁ ଅନେକ ଟଙ୍କା ବି ରୋଜଗାର କରୁଥିଲା। ସ୍ୱାମୀ ଭାବୁଥିଲା ସ୍ତ୍ରୀ ଅଟୋ ନେଇ ଭଲ ରୋଜଗାର କରୁଛି। ସାହି ପଡ଼ିଶାଠୁ ଆରମ୍ଭ କରି ପରିବାର ସମସ୍ତେ ଅନିତାକୁ ପ୍ରଶଂସା କରୁଥିଲେ। କିନ୍ତୁ ୟାରି ଭିତରେ ମୁକେଶ ନାମକ ଯୁବକ ସହ ଅନିତାର ପ୍ରେମ ହୁଏ। ମୁକେଶ ପଇସାବାଲା ଥିଲା, ହ୍ୟାଣ୍ଡସମ୍ ବି ଥିଲା। ଅନିତା ମୁକେଶକୁ ପ୍ରେମ ଜାଲରେ ଫସେଇ ତା ସହିତ ରହିବାକୁ ଲାଗିଲା। କେତେବେଳେ ଇଚ୍ଛା ହେଉଥିଲେ ଘରକୁ ଯାଉଥିଲା, ନହେଲେ ସବୁବେଳେ ପ୍ରେମିକ ମୁକେଶ ସହ ରହିଯାଉଥିଲା। ଅନିତାକୁ ତାଙ୍କ ଘରେ ପଚାରିଲେ ସେ ଭଡ଼ା ଅଛି ବୋଲି କହି ବାହାନା କରୁଥିଲା। ଅନିତାର ସ୍ୱାମୀ ଅନିତା ଉପରେ ସନ୍ଦେହ କରିବା ଆରମ୍ଭ କରିଥିଲା। ଦିନେ ଅନିତାକୁ ପିଛା କରି କରି ମୁକେଶ ସହ ଭଡ଼ା ନେଇ ରହୁଥିବା ଅନିତା ଘରେ ପହଞ୍ଚି ଯାଇଥିଲା। ଆଉ ସବୁ ସତ ସ୍ୱାମୀ ଜାଣିଲା ପରେ ଅନିତାକୁ ଘରକୁ ଫେରିବାକୁ ଅନୁରୋଧ ବି କରିଥିଲା। ନିଜ ପୁଅ କଥା ଭାବିବାକୁ କହିଥିଲା। ହେଲେ ଅନିତାର ଗୋଟେ ଜିଦ୍ ଥିଲା, ସେ କେବଳ ମୁକେଶ ସହ ହିଁ ରହିବ। ଶେଷରେ ସ୍ୱାମୀ ଘରକୁ ଫେରିଥିଲା। ଏମିତିରେ କିଛି ମାସ ବିତି ଯାଇଥିଲା। ୟାରି ଭିତରେ ମୁକେଶ ଅନିତା ପାଖରେ ବୋର୍ ହୋଇସାରିଥିଲା। ସେ ଅନ୍ୟ ଜଣେ ଯୁବତୀକୁ ପ୍ରେମ କରିବା ଆରମ୍ଭ କରିଥିଲା। ମୁକେଶ ଆଉ ଅନିତା ପାଖକୁ ଆସୁନଥିଲା। ଅନିତା ବି ସବୁ ଜାଣିସାରିଥିଲା। ତେଣୁ ସେ ଆଉ ଜଣେ ଯୁବକକୁ ଫସେଇ ପ୍ରେମ କରିବା ଆରମ୍ଭ କରିଥିଲା। ମୁକେଶ ଯେତେବେଳେ ଜାଣିବାକୁ ପାଇଲା ଅନିତା ଆଉ ଜଣେ ଯୁବକକୁ ପ୍ରେମ କରୁଛି, ତେଣୁ ସେ ଅନିତାକୁ ଦେଇଥିବା ସବୁ ଟଙ୍କା ମାଗିବା ଆରମ୍ଭ କରିଥିଲା। ଅନିତା ସିଧା ସିଧା ଟଙ୍କା ଦେବାକୁ ମନା କରିଦେଇଥିଲା। ଅନିତାଠୁ ଏକଥା ଶୁଣିବା ପରେ ମୁକେଶ ରାଗିଯାଇ ଏକ ସୁନସାନ ଜାଗାରେ ଅନିତାକୁ ଗୁଳି କରି ହତ୍ୟା କରିଥିଲା। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଆଉ ଶେଷରେ ସବୁ ସତ ଜାଣିବା ପରେ ମୁକେଶକୁ ଗିରଫ ବି କରିଥିଲା। ଅନିତାର ସ୍ୱାମୀ ଥିଲା, ଗୋଟେ ପୁଅ ବି ଥିଲା। ସ୍ୱାମୀ ବି ଅନିତାକୁ କେତେ ଭଲ ପାଉଥିଲା। ହେଲେ ନିଜର ସୁନ୍ଦରତାର ଫାଇଦା ଉଠାଇ ଅନିତା ଯୁବକମାନଙ୍କ ସହ ପ୍ରେମ କରି ଟଙ୍କା ରୋଜଗାର କରିବା କ'ଣ ଠିକ୍ ଥିଲା? ଅଟୋ ଚଳେଇ ଯେତିକି ରୋଜଗାର କରୁଥିଲା, କ'ଣ ପରିବାର ଚଳେଇ ପାରିନଥାନ୍ତା? ସ୍ୱାମୀ ବି ତ ରୋଜଗାର କରୁଥିଲା। ଅନିତାର ସ୍ୱାମୀ ଅନିତାକୁ ଅଟୋ କିଣିଦେଇ କ'ଣ ଭୁଲ କଲା? ନା ଅନିତା ଜାଣିଶୁଣି ଭୁଲ ରାସ୍ତାକୁ ପାଦ ଦେଇ ଭୁଲ କଲା? ନା ମୁକେଶ ଅନିତାକୁ ପ୍ରେମ କରି ଛାଡ଼ିଦେବା ଓ ପରେ ତାକୁ ପଇସା ପାଇଁ ମାରିବା ଭୁଲ ଥିଲା? ଏସବୁ ପ୍ରଶ୍ନର ଉତ୍ତର ଆପଣ କମେଣ୍ଟ କରି ନିଶ୍ଚିତ ଜଣାଇବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।